ଜାନୁଆରୀ 29, 1917। ଜ୍ଞାନର ଜଗତରେ ସତ୍ୟର କୌଣସି ତ୍ରୁଟି ଯେପରି ଦୋଷାବହ, ଠିକ୍ ସେହିପରି ରୂପର ଜଗତରେ ସୌନ୍ଦର୍ଯ୍ୟର କୌଣସି ତ୍ରୁଟି ମଧ୍ୟ ଦୋଷାବହ। କାରଣ ସୌନ୍ଦର୍ଯ୍ୟ ହେଲା ବିଶ୍ୱବିଧାତାଙ୍କ ନିକଟରେ ପ୍ରକୃତିର ପୂଜା ନିବେଦନ। ରୂପାୟିତ ଦିବ୍ୟ ଭାଷା ହିଁ ସୌନ୍ଦର୍ଯ୍ୟ। ଯେଉଁ ଭଗବତୀ ଚେତନା ଜ୍ଞାନ ତଥା ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ରୂପେ ବାହ୍ୟତଃ ପ୍ରମୂର୍ତ୍ତ ହୁଏ ନା, ତାହା ହେଉଛି ଅପୂର୍ଣ୍ଣ ଚେତନା। କିନ୍ତୁ ଭଗବାନଙ୍କର ଅନ୍ୟାନ୍ୟ ପ୍ରକାଶ ଧାରା ପରି ପ୍ରକୃତ ସୌନ୍ଦର୍ଯ୍ୟ ଆବିଷ୍କାର କରିବା, ତାକୁ ଧାରଣ କରିବା, ବିଶେଷତଃ ଜୀବନରେ ଜୀବନ୍ତ ରୂପ ଦେବା କଠିନ। ଏହି ଆବିଷ୍କାର ଏବଂ ପ୍ରକାଶ ନିମନ୍ତେ ଠିକ୍ ସେତିକି ନୈର୍ବ୍ୟକ୍ତିକତା ଓ ଅହଙ୍କାର ଶୂନ୍ୟତା ପ୍ରୟୋଜନ, ଯେତିକି ସତ୍ୟ ବା ଆନନ୍ଦ ନିମନ୍ତେ ପ୍ରୟୋଜନ। ବିଶୁଦ୍ଧ ସୌନ୍ଦର୍ଯ୍ୟ ହେଉଛି ସାର୍ବଭୌମ। ତାକୁ ଦେଖିବାକୁ ଓ ଚିହ୍ନିବାକୁ ହେଲେ ସାର୍ବଭୌମ ହେବା ଦରକାର। ହେ ସୌନ୍ଦର୍ଯ୍ୟାଧିପତି, ତୋ ନିକଟରେ କେତେ ଅପରାଧ ନ କରିଛି, କେତେ ପୁଣି କରି ନ ଚାଲିଛି। ତୋ ଧର୍ମର, ତୋ ବିଧାନର ପୂର୍ଣ୍ଣ ଅବଧାରଣା ମୋତେ ଦେ, ଯେପରି ସେଥିରୁ ଆଉ ବିଚ୍ୟୁତ ନ ହୁଏ। ତୋ ବିହୁନେ ପ୍ରେମ ଅପୂର୍ଣ୍ଣ। ତୁ ହେଲୁ ପ୍ରେମ ଦେବତାଙ୍କର ସୁଷ୍ଠୁତମ ଅଳଙ୍କାର, ପରମ ସୁଷମ ହାସ୍ୟ। କେବେ କେବେ ତୋ ସାର୍ଥକତା ମୁଁ ସ୍ୱୀକାର କରିନାହିଁ, କିନ୍ତୁ ଅନ୍ତରେ ଅନ୍ତରେ ସର୍ବଦା ହିଁ ତୋତେ ଭଲ ପାଇଛି। ଆବାଲ୍ୟରୁ ତୋତେ ଯେତେ ପୂଜା ଅର୍ଘ୍ୟ ମୁଁ ବାଢ଼ିଛି, ତାର ଅଗ୍ନିକୁ କୌଣସି ମତବାଦ ତାହା ଯେତେ ଅଯୌକ୍ତିକ, ଯେତେ ବିନାଶକାରୀ ହେଉନା କାହିଁକି, ନିର୍ବାପିତ କରିପାରିବ ନାହିଁ। ଆତ୍ମଭରି ମାନବ ଯାହା ମନେକରେ, ତୁ ଆଦୌ ସେପରି ନୋହୁ। ଜୀବନର କୌଣସି ଏକ ବିଶେଷ ରୂପାୟନ ସହ ଅନନ୍ୟ ଭାବେ ତୁ ସଂଯୁକ୍ତ ନୋହୁ। ସକଳ ରୂପ ମଧ୍ୟରେ ତୋତେ ପ୍ରବୃଦ୍ଧ କରାଯାଇପାରେ, ଉଦ୍ଭାସିତ କରାଯାଇପାରେ, କିନ୍ତୁ ସେଥିଲାଗି ଆବଶ୍ୟକ ତୋ ରହସ୍ୟର ଆବିଷ୍କାର। ହେ ସୌନ୍ଦର୍ଯ୍ୟାଧିପତି, ମୋତେ ତୋ ଦିବ୍ୟ ବିଧାନର ପୂର୍ଣ୍ଣ ଜ୍ଞାନ ଦେ, ସେଥିରୁ ଯେପରି ମୁଁ ଆଉ ଭ୍ରଷ୍ଟ ନ ହୁଏ। ତୁ ଯେପରି ମୋ ମଧ୍ୟରେ ହୋଇ ଉଠିବୁ ପ୍ରେମ ଦେବତାଙ୍କର ସୌମ୍ୟତମ ମୁକୁଟମଣି। ମା।